ଦେଖନ୍ତୁ ଆଜି ଦିନରେ 80% ହେଉଛନ୍ତି କୃଷକ। କୃଷକମାନଙ୍କର ଯଦି ସୁରକ୍ଷା ଆମେ ନ ଦେଇପାରିବା ତାହେଲେ ନିଶ୍ଚିତ ଭାବେ କୃଷକ ଦିନକୁ ଦିନ ତଳକୁ ତଳକୁ ଗଲେଣି। ଏ ପରିପ୍ରେକ୍ଷୀରେ ଏ ସରକାର ବିଜୁ ଜନତା ଦଳ ଯାହା କହିଥିଲା ଯାହା କରୁଥିଲା କୃଷକ କଟନୀ ଛଟନୀ ଆଜି ମଧ୍ୟ ତାର 3 ଡବଲ ବଢ଼ିଗଲା କଟନୀ ଛଟନୀ। ଏବଂ ଏମାନେ କହିଲେ ଗୋଟେ କ୍ୱିଣ୍ଟାଲ ପିଛା ଯେତିକି ଧାନ ଦେବା ପଇସା ଦେବୁ ବୋଲିକି MSP ବଢ଼େଇଲେ କିନ୍ତୁ ଦୁର୍ଭାଗ୍ୟ ତାଙ୍କର ଧାନ କାଟିଦେଲେ। ଯେତିକି ସେ ପାଇବା କଥା ଲୋକ ତାହେଲେ କିଛି ଚାଷୀ କିଛି ଉପକୃତ ହେଇନାହାନ୍ତି। ଏମାନେ ଇରିଗେସନ୍ ପାଇଁ କୌଣସି ବ୍ୟବସ୍ଥା ନାହିଁ। ଇରିଗେସନ୍ ଆଙ୍କର କିଛି ଡେଭଲପମେଣ୍ଟ କରିବାର ବ୍ୟବସ୍ଥା ନାହିଁ କି ଆଙ୍କ ବଜେଟ୍ରେ ବି କିଛି ନାହିଁ। ସେଥିପାଇଁ ଯେଉଁଟା ଆମେ କୃଷକ ସମାବେଶ କରୁଛୁ ଯେଉଁଟାକି କୃଷକମାନଙ୍କର ହିତ ପାଇଁ ପ୍ଲସ୍ କୃଷକମାନେ ଜାଣିବା ଦରକାର ତାଙ୍କର ଯେଉଁ ହକ୍ ଅଧିକାର ଅଛି ସେ ଅଧିକାରକୁ ସେ ଲଢ଼େଇ କରିବେ ନିଜ ନିର୍ବାଚନ ମଣ୍ଡଳୀରେ। ଯଦି କୃଷକମାନଙ୍କୁ ଲଢ଼େଇ କରିବେନି ତାହେଲେ କିଛି ହେଇପାରିବ ନାହିଁ।